ନମସ୍କାର। କେବେ ଭାବିଛନ୍ତି ଯେତେବେଳେ ଆମର ଏ ଲେଖା ପଢ଼ା କିଛି ନଥିଲା ହଜାର ହଜାର ବର୍ଷ ତଳେ ଆଉ ମଣିଷ ପାଇଁ ପଥର ହିଁ ଥିଲା ସବୁକିଛି, ସେତେବେଳେ ଭାରତ କେମିତି ଥିଲା? ହଁ। ଆଜି ଆମେ ସେଇ ଏକଦମ ପୁରୁଣା ସମୟକୁ ଟିକେ ଯିବା। ଭାରତର ପ୍ରାଗୈତିହାସିକ ଯୁଗ, ମାନେ ଯେତେବେଳେ ପଥର ହିଁ ମଣିଷର ସବୁଠୁ ବଡ଼ ସାଥୀ ଥିଲା। ହଁ, ଆଜି ଆମେ ସେଇ ପାଷାଣ ଯୁଗ ବିଷୟରେ ହିଁ କଥା ହେବା। ମୁଖ୍ୟତଃ ଏହାର ତିନିଟା ଭାଗ ଅଛି। ପ୍ରତ୍ନପାଷାଣ ଯୁଗ, ଯାହାକୁ ପୁରାତନ ପାଷାଣ ଯୁଗ ବି କୁହନ୍ତି, ତାପରେ ମଧ୍ୟପାଷାଣ ଯୁଗ, ଆଉ ଶେଷରେ ନବପାଷାଣ ବା ନୂଆ ପାଷାଣ ଯୁଗ। ଆଚ୍ଛା। ଆମର ଚେଷ୍ଟା ରହିବ ଯେତିକି ପ୍ରମାଣ ମିଳିଛି ସେଇ ଆଧାରରେ ଏ ଯୁଗଗୁଡ଼ିକର ଜୀବନ କେମିତି ଥିଲା, ଲୋକେ କେମିତି ଚଳୁଥିଲେ, କି ଜିନିଷ ବ୍ୟବହାର କରୁଥିଲେ, ଆଉ ଭାରତରେ କୋଉଠି କୋଉଠି ଏହାର ଚିହ୍ନ ମିଳୁଛି ସେ ସବୁର ଗୋଟେ ଚିତ୍ର ଦେବାକୁ। ବହୁତ ଭଲ। ତାହେଲେ ଚାଲନ୍ତୁ ଏକଦମ ଆରମ୍ଭରୁ ଆରମ୍ଭ କରିବା। ପ୍ରତ୍ନପାଷାଣ ଯୁଗ ଶୁଣାଯାଏ ଏଇଟା ପରା ମଣିଷ ଇତିହାସର ସବୁଠୁ ଲମ୍ବା ସମୟ। ଏକଦମ ଠିକ୍ କହିଲେ। ଏହା ବହୁତ ହି ଲମ୍ବା ସମୟ। ଆପଣ ଦେଖିବେ, ମାନେ ପୃଥିବୀରେ ଯେବେଠୁ ଆଦିମାନବର ଆରମ୍ଭ ହେଲା, ପ୍ରାୟ 2.5 ନିୟୁତ ବର୍ଷ ପୂର୍ବରୁ, ସେଇଠୁ ଆରମ୍ଭ କରି ଖ୍ରୀଷ୍ଟପୂର୍ବ 10,000 ବର୍ଷ ପାଖାପାଖି ଯାଏଁ ଏ ଯୁଗ ଚାଲିଥିଲା। ବାପରେ, ଏତେ ଲମ୍ବା ସମୟ! ହଁ, ଆଉ ଏହାର ଏକ ବଡ଼ ଭାଗ ସମୟରେ ପୃଥିବୀରେ ଭୀଷଣ ଥଣ୍ଡା ଥିଲା, ଯାହାକୁ ଆମେ ବରଫ ଯୁଗ ଆଇସ୍ ଏଜ୍ କହୁ। ପରିବେଶ କହିବାକୁ ଗଲେ ଆଜିକାଲି ତୁଳନାରେ ବହୁତ ଅଲଗା ଥିଲା, ବହୁତ ଥଣ୍ଡା ଆଉ ଶୁଖିଲା। ତେବେ ଏମିତି ପରିବେଶରେ ମଣିଷ ଚଳୁଥିଲା କେମିତି? କ'ଣ କରୁଥିଲା ଦିନ ସାରା? ସେମାନେ ତ ମୁଖ୍ୟତଃ ଥିଲେ ଘୁରି ବୁଲୁଥିବା ଶିକାରୀ ସଂଗ୍ରାହକ, ମାନେ ଗୋଟେ ଜାଗାରେ ସ୍ଥାୟୀ ହୋଇ ରହୁନଥିଲେ। ଆଚ୍ଛା। ଖାଦ୍ୟ ପାଇଁ, ପାଣି ପାଇଁ ଏ ଜାଗାରୁ ସେ ଜାଗା ବୁଲୁଥିଲେ, ଜଙ୍ଗଲୀ ଜୀବଜନ୍ତୁକୁ ଶିକାର କରୁଥିଲେ, ଆଉ ଜଙ୍ଗଲର ଫଳମୂଳ, କନ୍ଦମୂଳ ଏସବୁ ସଂଗ୍ରହ କରୁଥିଲେ। ରହିବା ପାଇଁ କୋଉଠି ପ୍ରାକୃତିକ ଗୁମ୍ଫା ମିଳିଗଲା କିମ୍ବା ପଥର ଖୋଲ ଟିକେ ମିଳିଗଲା, ସେଇଠି ଆଶ୍ରୟ ନେଉଥିଲେ। ଆଉ ସେମାନଙ୍କର ସେଇ ମୁଖ୍ୟ ସାଥୀ ପଥର ଉପକରଣ, ଏତେ ଲମ୍ବା ସମୟ ଭିତରେ ସେଥିରେ କିଛି ବଦଳିଥିଲା ନା ସେମିତି ଥିଲା? ନାଇଁ, ବଦଳିଥିଲା। ନିଶ୍ଚୟ ବଦଳିଥିଲା। ଏଇଟା ଗୋଟେ କ୍ରମିକ ବିକାଶ। ପ୍ରତ୍ନପାଷାଣ ଯୁଗକୁ ବି ଆମେ ତିନିଟା ଭାଗରେ ଦେଖୁ, ଆଉ ପ୍ରତି ଭାଗରେ ଉପକରଣ ତିଆରି କରିବାର କାୟଦା ବଦଳିଛି। ଓହୋ। ଆରମ୍ଭ ବେଳକୁ, ମାନେ ପ୍ରାଥମିକ ପର୍ଯ୍ୟାୟରେ, ଉପକରଣ ସବୁ ବଳ ଥିଲା, ମୋଟା, ଆଉ ଏତେ ସୁନ୍ଦର ଭାବେ ତିଆରି ହୋଇନଥିଲା। ପଥର ପିଣ୍ଡ ବା କୋରକୁ ବ୍ୟବହାର କରି ସେମାନେ ହାତକୁରାଡ଼ି, କ୍ଲିଭର୍ସ, ବିଦାରକ, ଚପର୍ସ, ଗଣ୍ଡାସି, ଆଉ ସ୍କ୍ରାପର୍ସ, ଚାଞ୍ଚୁଣୀ ଭଳି ଜିନିଷ ତିଆରି କରୁଥିଲେ। ଏଗୁଡାକ କୋଉ କାମରେ ଲାଗୁଥିଲା? ଏଗୁଡ଼ାକ ବୋଧହୁଏ କାଟିବା ପାଇଁ, ଚୋପା ଛଡ଼ାଇବା ପାଇଁ କିମ୍ବା ମାଟି ଖୋଳିବା ପାଇଁ, ଏମିତି କିଛି ମୌଳିକ କାମରେ ଲାଗୁଥିଲା। ମାନେ ସେତେବେଳର ଆବଶ୍ୟକତା ପାଇଁ ସେତିକି? ତାପରେ ପର୍ଯ୍ୟାୟରେ କ'ଣ ବଦଳିଲା? ତାପରେ ଆସିଲା ମଧ୍ୟ ପ୍ରତ୍ନପାଷାଣ ଯୁଗ। ଏଇଠି ଗୋଟେ ମଜା କଥା ହେଲା। ଲୋକମାନେ ଏବେ ପଥରର ପୁରା ପିଣ୍ଡଟା ବଦଳରେ ସେଥିରୁ ଯେଉଁ ପତଳା ଧାରୁଆ ଖଣ୍ଡ ବାହାରୁଥିଲା, ଯାହାକୁ ଫ୍ଲେକ୍ସ କହନ୍ତି, ସେଗୁଡ଼ାକ ଉପରେ ବେଶୀ ଧ୍ୟାନ ଦେଲେ। ଆଚ୍ଛା। ହଁ, ଏଇ ଫ୍ଲେକ୍ସରୁ ସେମାନେ ଅଲଗା ନୂଆ ଉପକରଣ ତିଆରି କଲେ, ଯେମିତିକି ବ୍ଲେଡ୍ ଭଳି ପାତିଆ, ମୁନିଆ ଅସ୍ତ୍ର ବା ପଏଣ୍ଟର, ଛାଞ୍ଚୁଣୀ, ଆଉ ଏମିତିକି ବିନ୍ଧ କରିବା ପାଇଁ ବୋରର। ଏଗୁଡ଼ିକ ଆଗ ଉପକରଣଠୁ ଟିକେ ଛୋଟ ଥିଲା ଆଉ ଅଧିକ ସ୍ୱତନ୍ତ୍ର କାମ ପାଇଁ ବୋଧେ ବ୍ୟବହାର ହେଉଥିଲା। ତାମାନେ କାରିଗରୀ କୌଶଳ ଟିକେ ବଢ଼ିଲା? ନିଶ୍ଚୟ, ଏଇଟା ସେଇଆ ଦେଖାଉଛି। କେବଳ କୌଶଳ ନୁହେଁ, ବୋଧେ ସେମାନେ କ'ଣ ତିଆରି କରିବେ ସେ କଥା ଆଗରୁ ଅଧିକ ଭାବୁଥିଲେ। ଆଉ ସେହି ପ୍ରତ୍ନପାଷାଣ ଯୁଗର ଶେଷ ଆଡ଼କୁ, ମାନେ ଉଚ୍ଚ ପ୍ରତ୍ନପାଷାଣ ଯୁଗରେ, ଏ ବିକାଶ ଆହୁରି ଆଗକୁ ଗଲା। ଏ ସମୟର ଗୋଟେ ବଡ଼ କଥା ହେଲା, ପଥର ସାଙ୍ଗରେ ହାଡ଼ରେ ତିଆରି ଉପକରଣର ବ୍ୟବହାର ବଢ଼ିଲା। ହାଡ଼ର ଉପକରଣ? ହଁ, ପଶୁଙ୍କ ହାଡ଼, ଦାନ୍ତ, ସିଂହ ଏସବୁକୁ ବ୍ୟବହାର କରି ଲୋକେ ଆହୁରି ଛୋଟ ଆଉ ସ୍ୱତନ୍ତ୍ର କାମ ପାଇଁ ଜିନିଷ ତିଆରି କଲେ। ଯେମିତିକି ବର୍ବିନ୍ସ ବୋଲି ଗୋଟେ ଜିନିଷ, ଯାହା ବୋଧେ କାଠ କି ହାଡ଼ରେ ଖୋଦେଇ କରିବା ପାଇଁ ଥିଲା। ଆଚ୍ଛା। ଆଉ ହାରପୁନ୍ସ, ମାନେ ମାଛ ମାରିବା ପାଇଁ କି ବଡ଼ ଜୀବ ମାରିବା ପାଇଁ ବର୍ଚ୍ଛ ଭଳି। ଆଉ ସବୁଠୁ ଆଶ୍ଚର୍ଯ୍ୟ କଥା, ଏପରିକି ଛୁଞ୍ଚି ବି ମିଳିଛି। ଛୁଞ୍ଚି? ସେତେବେଳେ? ହଁ, ହାଡ଼ର ଛୁଞ୍ଚି। ଏଟା କ'ଣ ଦେଖାଉଛି? ବୋଧହୁଏ ସେମାନେ ପଶୁ ଚମଡ଼ାକୁ ସିଲାଇ କରି ପିନ୍ଧିବା ପାଇଁ କିଛି ତିଆରି କରୁଥିଲେ। ଆନ୍ଧ୍ରପ୍ରଦେଶର କୁର୍ନୁଲ ଆଉ ମୁଚତାଳା, ଚିନ୍ତାମଣି ଗାଭି ବୋଲି ଗୁମ୍ଫାରୁ ଏମିତି ହାଡ଼ର ଜିନିଷ ମିଳିଛି। ଏଇଟା ତ ବାସ୍ତବିକ ବହୁତ ଗୁରୁତ୍ୱପୂର୍ଣ୍ଣ କଥା। ଏତେ ଲମ୍ବା ଯୁଗର ପ୍ରମାଣ ଭାବରେ ଭାରତରେ ଆଉ କୋଉ ଜାଗା ମୁଖ୍ୟ? ଭାରତର ପ୍ରାୟ ସବୁଆଡ଼େ ଏହାର ଚିହ୍ନ ମିଳିଛି। କିଛି ମୁଖ୍ୟ ଜାଗା ଯଦି କହିବା, ତାହେଲେ ମଧ୍ୟପ୍ରଦେଶର ଭୀମବେଟକା। ହଁ, ଭୀମବେଟକା କଥା ତ ଶୁଣିଛି। ସେଠି ପରା ଗୁମ୍ଫା ଚିତ୍ର ଅଛି? ଏକଦମ। ସେଠି କେବଳ ପଥର ଉପକରଣ ନୁହେଁ, ସେ ଯୁଗର ଲୋକମାନେ ଆଙ୍କିଥିବା ବହୁତ ଗୁମ୍ଫା ଚିତ୍ର ବି ଅଛି।
ସେମାନଙ୍କ ଜୀବନ କେମିତି ଥିଲା ତାର ଗୋଟେ ଝଲକ ମିଳେ। ତାଛଡ଼ା ତାମିଲନାଡୁର ଆଟିରାମ୍ପକ୍କାମ୍, ପଞ୍ଜାବର ସୁୱର୍ଣ୍ଣ ନଦୀ କୂଳ, ଏବେ ପାକିସ୍ତାନରେ ଆନ୍ଧ୍ରର ନାଗାର୍ଜୁନକୋଣ୍ଡା, ୟୁପିର ବେଲାନ ଉପତ୍ୟକା, ରାଜସ୍ଥାନର ଲୁନି ଉପତ୍ୟକା ଆଉ ମଧ୍ୟ ଭାରତର ସୋନ ଓ ନର୍ମଦା ନଦୀ କୂଳ, ଏମିତି ବହୁତ ଜାଗା ଅଛି। ବୁଝିଲି। ତେବେ ପ୍ରତ୍ନପାଷାଣ ଯୁଗର ଏତେ ସବୁ କଥା ପରେ ଆସନ୍ତୁ ଏବେ ଆଗକୁ ବଢ଼ିବା। ମଧ୍ୟପାଷାଣ ଯୁଗ କୁହାଯାଏ ଏଇଟା ଗୋଟେ ସଂକ୍ରମଣ କାଳ ଥିଲା। ପୁରୁଣା ଆଉ ନୂଆ ପାଷାଣ ଯୁଗ ଭିତରେ ଗୋଟେ ପୋଲ ଭଳି। ହଁ, ଏକଦମ ଠିକ୍। ମଧ୍ୟପାଷାଣ ଯୁଗ ମାନେ ପ୍ରାୟ ଖ୍ରୀଷ୍ଟପୂର୍ବ 10,000ରୁ ଧରନ୍ତୁ 7,000 ବିସି ପର୍ଯ୍ୟନ୍ତ। ଏହି ସମୟରେ ପୃଥିବୀର ପାଣିପାଗରେ ଗୋଟେ ବଡ଼ ପରିବର୍ତ୍ତନ ହେଲା। କି ପରିବର୍ତ୍ତନ? ସେଇ ଯୋଉ ବରଫ ଯୁଗ କଥା କହୁଥିଲି, ସେଇଟା ଧୀରେ ଧୀରେ ସରିବାକୁ ଲାଗିଲା। ଓହୋ, ତାହେଲେ ତ। ହଁ, ତାର ପ୍ରଭାବ ବହୁତ ପଡ଼ିଲା। ପୃଥିବୀର ତାପମାତ୍ରା ବଢ଼ିଲା, ବରଫ ତରଳିଲା, ପରିବେଶ ଟିକେ ଓଦାଳିଆ ଆଉ ଉଷୁମ ହେଲା, ଆଉ ଏହାର ସିଧା ପ୍ରଭାବ ପଡ଼ିଲା ଗଛଲତା ଆଉ ଜୀବଜନ୍ତୁଙ୍କ ଉପରେ। କେମିତି? ଯେମିତିକି ଆଗରୁ ଯୋଉ ବଡ଼ ବଡ଼ ଜନ୍ତୁ ଥିଲେ ମାମଥ ଭଳି, ସେମାନେ ଧୀରେ ଧୀରେ କମିଗଲେ। ଆଉ ତାଙ୍କ ଜାଗାରେ ହରିଣ, ଠେକୁଆ, ମାଛ ଏମିତି ଛୋଟ ଆଉ ଜୋରରେ ଦୌଡ଼ୁଥିବା ଜନ୍ତୁ ବେଶୀ ଦେଖାଗଲେ। ନୂଆ ନୂଆ ଘାସ, ଗଛ ବି ହେଲା। ତାମାନେ ପରିବେଶ ବଦଳିଲା ତ ମଣିଷକୁ ବି ନିଜ କାଇଦା ବଦଳାଇବାକୁ ପଡ଼ିଲା। ସେମାନଙ୍କ ଉପକରଣରେ କିଛି ନୂଆ ହେଲା କି? ନିଶ୍ଚୟ ହେଲା। ଏଇ ଯୋଉ ନୂଆ ପରିସ୍ଥିତି, ବିଶେଷ କରିକି ଛୋଟ ଆଉ ଦ୍ରୁତ ଜନ୍ତୁଙ୍କୁ ଶିକାର କରିବା ପାଇଁ ନୂଆ ପ୍ରକାରର ଉପକରଣ ଦରକାର ପଡ଼ିଲା। ଆଉ ଏଇ ଯୁଗର ସବୁଠୁ ବଡ଼ କାରିଗରୀ ଦାନ ହେଉଛି ମାଇକ୍ରୋଲିଥ୍ସ। ମାଇକ୍ରୋଲିଥ୍ସ ଏଇଟା କ'ଣ ପୁଣି? ମାଇକ୍ରୋଲିଥ୍ସ ମାନେ ହେଲା ଅତି ଛୋଟ ଛୋଟ ପଥର ଉପକରଣ, ବହୁତ ଛୋଟ, ଜ୍ୟାମିତିକ ଆକାରର, ଲମ୍ବ ପ୍ରାୟ 1 ସେଣ୍ଟିମିଟରରୁ 5 ସେଣ୍ଟିମିଟର ଭିତରେ। ଫ୍ଲିଣ୍ଟ କି ଚଟ୍ ଭଳି ଟାଣୁଆ ପଥରରେ ତିଆରି ହେଉଥିଲା। ଏତେ ଛୋଟ, ଏହାର କାମ କ'ଣ ଥିଲା? ଦେଖନ୍ତୁ, ଏହାର ମଜା ଖାଲି ଛୋଟ ହେବାରେ ନଥିଲା। ଏଇ ଛୋଟ ଖଣ୍ଡଗୁଡ଼ାକୁ ଯୋଡ଼ି ବଡ଼ ଉପକରଣ ତିଆରି ହେଉଥିଲା। ଯେମିତି ଗୋଟେ କାଠ କି ହାଡ଼ର ବାଡ଼ିରେ ଏଇ ଛୋଟ ଧାରୁଆ ପଥର ଖଣ୍ଡକୁ ଧାଡ଼ି କରି ଲଗାଇଦେଲେ ତାହା ତୀରର ମୁନ ହୋଇପାରିବ, ବର୍ଚ୍ଛାର ଅଗ ହୋଇପାରିବ, ଛୁରୀ ଭଳି କାମ ଦେବ, ଏମିତିକି ଶସ୍ୟ କାଟିବା ପାଇଁ ଦା ବି ତିଆରି ହୋଇପାରିବ। ଓହୋ, ମାନେ ଏକାଧିକ ଖଣ୍ଡକୁ ଯୋଡ଼ି ଗୋଟେ ଜିନିଷ ତିଆରି କରିବା। ଏକଦମ। ଏହାକୁ କୁହନ୍ତି କମ୍ପୋଜିଟ୍ ଟୁଲ୍। ଆଉ ଏଗୁଡ଼ାକ ଆଗୁ ଯୁଗର ବଡ଼ ଉପକରଣଠୁ ବେଶୀ କାମିକା ଥିଲା, କଞ୍ଚାମାଲ ବି କମ୍ ଲାଗୁଥିଲା। ଏହା ସହିତ ହାଡ଼ ଆଉ ଶିଙ୍ଗର ଉପକରଣ ବି ଚାଲିଥିଲା। ବାଃ, ଏଇଟା ତ ବଡ଼ କଥା। ଆଚ୍ଛା, ଜୀବନଶୈଳୀ କେମିତି ଥିଲା? ସେମାନେ କ'ଣ ଖାଲି ଶିକାର କରି ଚଳୁଥିଲେ ନା ଆଉ କିଛି ନୂଆ ହେଲା? ଶିକାର କରିବା, ମାଛ ଧରିବା, ଫଳମୂଳ ସଂଗ୍ରହ କରିବା ଏସବୁ ତ ଥିଲା, କିନ୍ତୁ ମଧ୍ୟପାଷାଣ ଯୁଗରେ ଆଉ ଗୋଟେ ବହୁତ ବଡ଼ କାମ ଆରମ୍ଭ ହେଲା। ସେଇଟା ହେଲା ପଶୁପାଳନ, ଡୋମେଷ୍ଟିକେସନ୍ ଅଫ୍ ଆନିମଲ୍ସ। ପଶୁପାଳନ ସତେ? ହଁ, ମଣିଷ ପ୍ରଥମ ଥର ପାଇଁ କିଛି ଜନ୍ତୁଙ୍କୁ ପୋଷା ମନେଇବା ଆରମ୍ଭ କଲା, ଯେମିତିକି କୁକୁର, ଯିଏ ବୋଧେ ସବୁଠୁ ଆଗ ପୋଷା ମାନିଥିଲା, ତାପରେ ମେଣ୍ଢା, ଛେଳି ଏମାନଙ୍କୁ। କାହିଁକି ଆରମ୍ଭ କଲା କେଜାଣି? ହଁ, ସେଇଟା ତ ଏବେ ବି ପୁରା ସ୍ପଷ୍ଟ ନୁହେଁ। ହୋଇପାରେ ବଦଳୁଥିବା ପରିବେଶ ଯୋଗୁଁ ଶିକାର କମିଗଲା କିମ୍ବା ଆଉ କିଛି କାରଣ ଥିବ, କିନ୍ତୁ ଏଇଟା ଖାଦ୍ୟ ନିରାପତ୍ତା ଦିଗରେ ଗୋଟେ ବହୁତ ବଡ଼ ପାଦ ଥିଲା, ଆଉ ଆଗକୁ ଯାଇ ସ୍ଥାୟୀ ଭାବେ ରହିବା ପାଇଁ ବାଟ ଖୋଲିଦେଲା। ତାମାନେ ଏ ଯୁଗ କେବଳ ଗୋଟେ ମଝି ସମୟ ନଥିଲା, ଏହାର ନିଜର ବି ବହୁତ ଗୁରୁତ୍ୱ ଥିଲା। ଭାରତରେ କୋଉଠି ମିଳେ ଏ ଯୁଗର ଚିହ୍ନ? ବହୁତ ଜାଗାରୁ ମିଳେ। ରାଜସ୍ଥାନର ବାଗର ଆଉ ମଧ୍ୟପ୍ରଦେଶର ଆଦମଗଡ଼, ଏ ଦୁଇ ଜାଗାରୁ ପଶୁପାଳନର ବହୁତ ପୁରାଣା ପ୍ରମାଣ ମିଳିଛି। ତାଛଡ଼ା ଏମ୍ପିର ପଚମାରୀ, ଭୀମବେଟକା, ୟୁପିର ଲେଖାହିଆ, ସାରାୟନାହାର ରାୟ, ମହାଦାହା, ଦମଦମା। ଓହୋ, ଏତେ ସବୁ ନା? ହଁ, ଏଇ ୟୁପିର ଜାଗାଗୁଡ଼ିକରୁ ମଣିଷ କଙ୍କାଳ, କବର ଏସବୁ ବି ମିଳିଛି। ସେଥିରୁ ସେମାନଙ୍କ ସମାଜ ବିଷୟରେ କିଛିଟା ଜଣାପଡ଼େ। ଆଉ ଗୁଜରାଟର ଲାଙ୍ଗନାଜ ବି ଗୋଟେ ମୁଖ୍ୟ ଜାଗା। ବୁଝିଲି। ତେବେ ଏଇ ମଧ୍ୟପାଷାଣ ଯୁଗ ପରେ ଆସିଲା ପାଷାଣ ଯୁଗର ଶେଷ ପର୍ଯ୍ୟାୟ, ଯାହାକୁ କହୁଛନ୍ତି ନବପାଷାଣ ଯୁଗ, ନିଓଲିଥିକ ଏଜ୍। ନାରୁ ହିଁ ଜଣାପଡ଼ୁଛି ନୂଆ ପାଷାଣ ଯୁଗ। ଏକଦମ, ନବପାଷାଣ ଯୁଗ। ଭାରତର ଅଲଗା ଅଲଗା ଜାଗାରେ ଏହାର ସମୟ ଟିକେ ଏପଟ ସେପଟ, କିନ୍ତୁ ମୋଟାମୋଟି ଭାବେ ଖ୍ରୀଷ୍ଟପୂର୍ବ 8,000ରୁ ଆରମ୍ଭ ହୋଇ 2,000 ବିସି ଯାଏଁ ଚାଲିଥିଲା। ଆଉ ଏଇ ଯୁଗକୁ ଜଣେ ବଡ଼ ପ୍ରତ୍ନତତ୍ତ୍ୱବିତ୍ ଭି ଗର୍ଡନ ଚାଇଲ୍ଡ କହିଛନ୍ତି ନବପାଷାଣ ବିପ୍ଳବ। ବିପ୍ଳବ? ଏତେ ବଡ଼ କଥା କାହିଁକି ଏମିତି କୁହାଯାଏ? କାରଣ
ଏହି ସମୟରେ ମଣିଷର ଜୀବନଶୈଳୀରେ ଏମିତି କିଛି ମୂଳରୁ ପରିବର୍ତ୍ତନ ଆସିଲା ଯାହା ତା ଆଗର ଲକ୍ଷ ଲକ୍ଷ ବର୍ଷ ଭିତରେ କେବେ ହୋଇନଥିଲା। ଯଦି ଆମେ ବଡ଼ ଚିତ୍ର ଦେଖିବା, ସବୁଠୁ ବଡ଼ କଥା ହେଲା ମଣିଷ ଆଉ କେବଳ ପ୍ରକୃତିରୁ ଖାଦ୍ୟ ସଂଗ୍ରହ କଲାନି। ତାହେଲେ ସେ ନିଜେ ଖାଦ୍ୟ ଉତ୍ପାଦନ କରିବା, ଫୁଡ୍ ପ୍ରୋଡ୍ୟୁସର ଶିଖିଲା। ଆଉ ଏଇ ଗୋଟିଏ କଥା ମଣିଷ ଇତିହାସର ଦିଗ ବଦଳେଇ ଦେଲା। ଖାଦ୍ୟ ଉତ୍ପାଦନ? ଓହୋ, ମାନେ ଆପଣ କୃଷି କଥା କହୁଛନ୍ତି? ହଁ, ସେଇଆ। କୃଷିର ଆବିଷ୍କାର ଆଉ ତାର ପ୍ରସାର, ଏଇଟା ହିଁ ଥିଲା ନବପାଷାଣ ଯୁଗର ମୂଳଦୁଆ। ଲୋକମାନେ ଜାଣିଶୁଣି ମଞ୍ଜି ପକେଇ ଗଛ ଲଗେଇଲେ, ବିଶେଷ କରି ଗହମ, ବାର୍ଲି, ଧାନ, ଡାଲି ଜାତୀୟ ଫସଲ। ଆଉ କୃଷି ସାଙ୍ଗକୁ ପଶୁପାଳନ ବି ଆହୁରି ବଢ଼ିଲା, ଆହୁରି ବ୍ୟବସ୍ଥିତ ହେଲା। ଗାଈଗୋରୁ, ମେଣ୍ଢା, ଛେଳି, ଘୁଷୁରୀ ଏମାନଙ୍କୁ ବହୁତ ସଂଖ୍ୟାରେ ପାଳିଲେ। ଯେତେବେଳେ ଲୋକ ନିଜେ ଖାଦ୍ୟ ତିଆରି କରିପାରିଲା, ସେତେବେଳେ ତ ଜୀବନ ପୁରା ବଦଳି ଯାଇଥିବ। ସେ ଯୋଉ ଘୁରି ବୁଲିବା କଥା କହୁଥିଲେ। ହଁ, ସେଇଟା ବନ୍ଦ ହେଲା। କାରଣ ଚାଷ କରିବାକୁ ହେଲେ ତ ଫସଲ ପାଖରେ ରହିବାକୁ ପଡ଼ିବ, ତାର ଯତ୍ନ ନେବାକୁ ପଡ଼ିବ। ଠିକ୍। ତେଣୁ ସ୍ଥାୟୀ ଜୀବନଯାପନ, ସେଟଲ୍ଡ ଲାଇଫ୍ ଆରମ୍ଭ ହେଲା। ଲୋକମାନେ ମାଟିରେ କି ପଥରରେ ଘର କରି ରହିଲେ। ଧୀରେ ଧୀରେ ଗାଁ ବସିଲା। ଆଦିମ ଗ୍ରାମ୍ୟ ଜୀବନ ଆରମ୍ଭ ହେଲା। ଆଉ ଏହା ସହିତ ଆଉ ଦୁଇଟା ବଡ଼ କାରିଗରୀ କୌଶଳ ଆସିଲା। ଗୋଟେ ହେଲା ଚକର ବ୍ୟବହାର, ଆଉ ଅନ୍ୟଟି ହେଲା ମାଟିପାତ୍ର ତିଆରି। ଚକ ଆଉ ମାଟିପାତ୍ର। ହଁ, ଚକ ବୋଧେ ଆଗ ମାଠିଆ ତିଆରି କରିବା ପାଇଁ କୁମ୍ଭର ଚକ ଭାବେ ବ୍ୟବହାର ହେଲା, ପରେ ଗାଡ଼ିରେ ଲାଗିଲା। ଆଉ ମାଟିପାତ୍ର ତିଆରି ହେବା ପରେ ଶସ୍ୟ ପାଣି ସାଇତି ରଖିବା, ରାନ୍ଧିବା, ଖାଇବା ଏସବୁ ବହୁତ ସୁବିଧା ହେଇଗଲା। ଆମ ଯୁଗର ଉପକରଣଗୁଡ଼ିକ ଆଗ ଅପେକ୍ଷା ଆହୁରି ଭଲ ଥିଲା। ଏ ଯୁଗର ଗୋଟେ ମୁଖ୍ୟ ପରିଚୟ ହେଉଛି ପଲିଶ କରାଯାଇଥିବା ପଥର ଉପକରଣ। ପଲିଶ କରାଯାଇଥିବାର ମାନେ? ମାନେ ପଥରକୁ ଘଷି ମାଜି ପୁରା ଚିକ୍କଣ ଆଉ ଧାରୁଆ କରାଯାଉଥିଲା। ଏହାଦ୍ୱାରା ସେଗୁଡ଼ାକ ଅଧିକ ଟାଣ ହେଉଥିଲା ଆଉ କାଟିବା କାମ ଭଲ କରୁଥିଲା। ବିଶେଷ କରି ପଲିଶ କରା କୁରାଢ଼ୀ, ଯାହା ଗଛ କାଟିବା, ଜମି ସଫା କରିବା ପାଇଁ ଦରକାର ପଡ଼ୁଥିଲା। ଶସ୍ୟ ପେଷିବା ପାଇଁ ଶିଳ, ଶିଳପୁଆ ଆଉ ଫସଲ କାଟିବା ପାଇଁ ଦା ବା ଶିକୁଳି ଏସବୁ ବ୍ୟବହାର ହେଉଥିଲା। ତେବେ ପୁରୁଣା ଉପକରଣ କ'ଣ ପୁରା ବନ୍ଦ ହୋଇଗଲା? ନାଇଁ, ସେମିତି ନୁହେଁ। ମାଇକ୍ରୋଲେଥ୍ସ, ହାଡ଼ର ଉପକରଣ ଯେମିତି ତୀର ମୁନ, ଛୁଞ୍ଚି, ବୋରର୍ସ ଏସବୁର ବ୍ୟବହାର ବି ଚାଲୁ ରହିଥିଲା। କିନ୍ତୁ ନୂଆ ପଲିଶ କରା ଉପକରଣ ବେଶୀ ଗୁରୁତ୍ୱପୂର୍ଣ୍ଣ ହୋଇଗଲା। ସତରେ ଏକ ପୁରା ବଦଳ। ଘୁରି ବୁଲୁଥିବା ଶିକାରୀରୁ ସ୍ଥାୟୀ କୃଷକ। ଆମ ଭାରତୀୟ ଉପମହାଦେଶରେ ଏ ଯୁଗର ମୁଖ୍ୟ ଜାଗା କୋଉଠି ସବୁ ଅଛି? ବହୁତ ଜାଗା ଅଛି। ସବୁଠୁ ପୁରୁଣା ଆଉ ଗୁରୁତ୍ୱପୂର୍ଣ୍ଣ ଭିତର ଗୋଟେ ହେଲା ମେହେରଗଡ଼। ଏଟା ଏବେ ପାକିସ୍ତାନର ବାଲୁଚିସ୍ତାନରେ। ଏଠି ପ୍ରାୟ ଖ୍ରୀଷ୍ଟପୂର୍ବ 7000 ବର୍ଷରୁ ଚାଷବାସ କରି ସ୍ଥାୟୀ ଭାବେ ରହୁଥିବାର ପ୍ରମାଣ ମିଳିଛି। 7000 BC? ବହୁତ ପୁରୁଣା। ତାପରେ କାଶ୍ମୀରରେ ଗୁଫ୍ଖରାଲ ଆଉ ବୁର୍ଜାହୋମ ବୋଲି ଦୁଇଟା ଜାଗା ବହୁତ ଜଣାଶୁଣା। ଏଠିକାର ଗୋଟେ ଖାସ କଥା ହେଉଛି, ଲୋକମାନେ ମାଟି ତଳେ ଗାତ ଖୋଳି ଘର କରି ରହୁଥିଲେ, ଯାହାକୁ ପିଟ୍ ବାସଗୃହ, ପିଟ୍ ଡ୍ୱେଲିଂସ୍ କୁହନ୍ତି। ମାଟି ତଳେ ଘର? କାହିଁକି? ବୋଧହୁଏ ସେଠି ବହୁତ ଥଣ୍ଡା ହୁଏ, ତ ସେଥିରୁ ବଞ୍ଚିବା ପାଇଁ ଏମିତି କରୁଥିଲେ। ଆଉ ବିହାରର ଚିରାନ୍ଦ, ଏଠୁ ବହୁତ ହାଡ଼ର ଉପକରଣ ମିଳିଛି। ଆନ୍ଧ୍ରପ୍ରଦେଶର ଉତ୍ନୁର, କର୍ଣ୍ଣାଟକର ପିକ୍ଲିହାଲ, ବ୍ରହ୍ମଗିରି ଏମିତି ଅନେକ ଜାଗା ଅଛି। କର୍ଣ୍ଣାଟକରେ ପୁଣି କିଛି ଜାଗାରୁ ପାଉଁଶ ଗଦା ମିଳିଛି। ପାଉଶ ଗଦା? ହଁ, ବୋଧହୁଏ ଗୋବରକୁ ଗଦା କରି ପୋଡ଼ି ଦେଉଥିଲେ। ଏଟା ସେ ସମୟର ପଶୁପାଳନ ବିଷୟରେ ସୂଚନା ଦିଏ। ବାଃ, ଏ ପୁରା ଯାତ୍ରାଟାକୁ ଯଦି ଦେଖିବା, ପ୍ରତ୍ନପାଷାଣ ଯୁଗର ସେଇ ସରଳ ହାତ କୁରାଢ଼ୀର ଆରମ୍ଭ, ମଧ୍ୟପାଷାଣର ମାଇକ୍ରୋଲେଥ୍ସ ଓ ତାପରେ ନବପାଷାଣ ଯୁଗର ପଲିଶ କରା ଉପକରଣ, ଚାଷବାସ, ସ୍ଥାୟୀ ଗାଁ, ସତରେ ମଣିଷର ବିକାଶର ଏକ ଅଦ୍ଭୁତ କାହାଣୀ। ତେବେ ଏ ଯୋଉ ପୁରା ପାଷାଣ ଯୁଗ କଥା ଆମେ ଆଲୋଚନା କଲେ, ଏଥିର ମୁଖ୍ୟ କଥା କ'ଣ ବାହାରୁଛି? ଦେଖନ୍ତୁ, ଏଥିର ମୁଖ୍ୟତଃ ଦୁଇଟା କଥା ବୁଝାପଡ଼ୁଛି। ପ୍ରଥମ କଥା ହେଲା, ମଣିଷ ପାଖରେ ପରିବେଶ ସହିତ ନିଜକୁ ଖାପ ଖୁଆଇ ଚଳିବାର ଏକ ଅଦ୍ଭୁତ ଶକ୍ତି ଅଛି। ଆଉ ଦ୍ୱିତୀୟ କଥା ହେଲା, ବଞ୍ଚିବା ପାଇଁ ଆଉ ଜୀବନକୁ ଟିକେ ଭଲ କରିବା ପାଇଁ ସେ ସବୁବେଳେ ନୂଆ ନୂଆ ଜ୍ଞାନ କୌଶଳ ଖୋଜି ଚାଲିଛି। ପ୍ରତ୍ନପାଷାଣ ଯୁଗ ଦେଖାଉଛି ମଣିଷର ସହିବା ଶକ୍ତି ଆଉ ତା ସଂସ୍କୃତିର ଆରମ୍ଭ। ମଧ୍ୟପାଷାଣ ଯୁଗ ଦେଖାଉଛି ପରିବର୍ତ୍ତନକୁ ଆପଣେଇବା ଆଉ ପଶୁପାଳନ ଭଳି ନୂଆ ପାଦ ନେବାର ସାହସ। ଆଉ ନବପାଷାଣ ଯୁଗର ସେ ଯୋଉ କୃଷି ବିପ୍ଳବ, ସେଇଟା ତ କେବଳ ଖାଇବା ତିଆରି କରିବାର ଉପାୟ ବଦଳେଇଲାନି। ଆଉ କ'ଣ କଲା? ସେଇଟା ସମାଜକୁ ସ୍ଥିର କଲା, ସଂଗଠିତ କଲା। ଯେତେବେଳେ ଖାଇବା ଜିନିଷ ବଳକା ହେଲା, ଜନସଂଖ୍ୟା ବଢ଼ିଲା, ଲୋକମାନେ ଅଲଗା ଅଲଗା କାମ କଲେ, ଶ୍ରମ ବିଭାଜନ ହେଲା, ଆଉ ଏଇସବୁ ମିଶି ପରବର୍ତ୍ତୀ ସମୟରେ ଯୋଉ ବଡ଼ ବଡ଼ ସହରୀ ସଭ୍ୟତା ଗଢ଼ି ଉଠିଲା, ତା ପାଇଁ ଗୋଟେ ପକ୍କା ମୂଳଦୁଆ ତିଆରି କଲା। ବାସ୍ତବରେ
ପଥରରୁ ଆରମ୍ଭ ହୋଇଥିବା ଏ ଯାତ୍ରା କେମିତି ଆମ ସଭ୍ୟତାର ନିଅ ପକେଇଲା ସେକଥା ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି। ଆଜିର ଆଲୋଚନା ଏଇଠି ଶେଷ କରିବା ଆଗରୁ ଶ୍ରୋତାମାନଙ୍କ ପାଇଁ ଗୋଟିଏ କଥା ଭାବିବାକୁ ଛାଡ଼ି ଯାଉଛି। ଆମେ ଦେଖିଲେ କେମିତି ମଣିଷ ଶିକାରୀ ସଂଗ୍ରାହକରୁ ସ୍ଥାୟୀ କୃଷକ ହେଲା। ଏଇଟା କ'ଣ ଖାଲି ବଞ୍ଚିବାର ଢଙ୍ଗ ବଦଳିବା ଥିଲା? ନା, ଏହା ସହିତ ମଣିଷର ଭାବିବା ଶକ୍ତି, ସମାଜ ଗଢ଼ିବାର ତରିକା, ଏପରିକି ପ୍ରକୃତି ସହିତ ତାର ସମ୍ପର୍କକୁ ବି ପୂରାପୂରି ବଦଳେଇ ଦେଇଥିଲା। ଏକଥା ଟିକେ ଭାବିବା କଥା ନୁହେଁ କି? ଆଜି ଆମ ସହିତ ଏହି ଆଲୋଚନାରେ ଯୋଡ଼ି ହୋଇଥିବାରୁ ଆପଣ ସମସ୍ତଙ୍କୁ ଧନ୍ୟବାଦ। ଆଶା କରୁଛୁ ଭାରତର ପାଷାଣ ଯୁଗର ଏହି ଯାତ୍ରା ଆପଣମାନଙ୍କୁ କିଛି ନୂଆ କଥା ଜଣାଇବାରେ ସାହାଯ୍ୟ କରିଥିବ। ପୁଣି ଦେଖାହେବ ଆଉ ଏକ ନୂଆ ବିଷୟ ସହିତ। ସେ ପର୍ଯ୍ୟନ୍ତ ବିଦାୟ ନେଉଛୁ। ନମସ୍କାର। ନମସ୍କାର।